ବଞ୍ଚିବାର ରାହା ଖୋଜୁଛନ୍ତି ତିନି ନଦୀ। ସଂକୁଚିତ ହେବାରୁ ସହରରେ ଜଳ ସଙ୍କଟ। ଜଳ ଜୀବନର ସବୁଠାରୁ ମୂଳଧନ। କହିବାକୁ ଗଲେ ଜଳ ହିଁ ଜୀବନ। ଜୀବଜଗତ ପାଇଁ ସ୍ୱଚ୍ଛ, ସନ୍ତୁଳିତ ଓ ନିୟନ୍ତ୍ରିତ ଜଳବାୟୁ ମଧ୍ୟ ଆବଶ୍ୟକ। ପୃଥିବୀ ତାର ବକ୍ଷରେ ଅନେକ ବୃକ୍ଷ ଓ ନଦୀ ନାଳ ଦ୍ୱାରା ସାହାରା ଦେଇଛି। ହେଲେ ମଣିଷ ଏହାକୁ ଧୀରେ ଧୀରେ ଭୁଲିବାକୁ ଆରମ୍ଭ କଲାଣି। ନିଜର ସ୍ୱାର୍ଥରେ ଜଙ୍ଗଲ କାଟି ନଦୀ ମଧ୍ୟରେ ବିଲ୍ଡିଂ ଓ କଂକ୍ରିଟ ପାହାଡ଼ ତିଆରି କରୁଛି, ଯାହାର ପରିଣାମ ବାରିପଦାର ତିନି ଛୋଟ ନଦୀ ଜରାଳି, ସରାଳି ଓ ଶୋକଯୋଡ଼ା ବଞ୍ଚିବାର ରାହା ଖୋଜୁଛନ୍ତି। ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ସହର ରାଜତନ୍ତ୍ର ସମୟରେ ଦିନେ ରାଜ୍ୟର ରାଜଧାନୀ ବୋଲାଉଥିଲା। ଏଠାରେ ଅନେକ ନଦୀ ଓ ଜଳାଶୟ ଥିବାରୁ ଏହାକୁ ବାରିପଦା ବୋଲି ନାମକରଣ କରାଯାଇଥିଲା। ହେଲେ ବର୍ତ୍ତମାନ ସେହି ନଦୀମାନଙ୍କର ଅବସ୍ଥା ଦୟନୀୟ ହୋଇଯାଇଛି।